ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 11 ତାରିଖ ଗୁରୁବାର। ଚାଲନ୍ତୁ ଜାଣିବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ପୁଣି ଦିଲ୍ଲୀରେ ସ୍କୁଲକୁ ମିଳିଲା ବୋମା ଧମକ। ଇମେଲ ଜରିଆରେ ବାର୍ତ୍ତା ଠାଇଲେ ଦ୍ରୁତ। ଦିଲ୍ଲୀରୁ ଆସୁଛି ବଡ଼ ଖବର। ଆଜି ସକାଳେ ପୂର୍ବ ଦିଲ୍ଲୀର ଏକ ନାମୀ ସ୍କୁଲ ଆସିଛି ବୋମା ଧମକ। ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍ 1ରେ ଥିବା ମଦର ମେରୀ ସ୍କୁଲକୁ ଇମେଲ ଜରିଆରେ ବୋମା ଧମକ ଆସିଛି। ଧମକ ପାଇବା ପରେ ତୁରନ୍ତ ସ୍କୁଲରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ନିରାପଦରେ ବାହାର କରାଯାଇଛି। ଏବେ ସ୍କୁଲ ପୁରା ଖାଲି। ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଦିଲ୍ଲୀ ପୁଲିସ, ବମ୍ ଡିସ୍ପୋଜାଲ ଡଗ୍ ସ୍କ୍ୱାଡ, ଫାୟାର ବ୍ରିଗେଡିୟର ଓ ଆମ୍ବୁଲାନ୍ସ। ସ୍କୁଲ ପରିସର ଓ ପାଖାପାଖି ଅଞ୍ଚଳକୁ ପୁରା ସିଲ୍ କରି ଦିଆଯାଇଛି। ବମ୍ ସ୍କ୍ୱାଡ ଓ ଡଗ୍ ସ୍କ୍ୱାଡ ସହ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ବସ୍ତୁ ମିଳିନାଥିବା ଜଣାପଡ଼ିଛି। ଦିଲ୍ଲୀରେ ପ୍ରଦୂଷଣ କଟକଣା, ଅଳିଆ ପଡ଼ିଲେ 5,000 ଜରିମାନା। ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଭୟଙ୍କରରେ ପହଞ୍ଚିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଥିବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ଖୋଲା ସ୍ଥାନରେ ନିଆଁ ଜଳାଇବା, ଆବର୍ଜନା ପୋଡ଼ିବା ଏବଂ ବ୍ୟବସାୟିକ ଅନୁଷ୍ଠାନରେ କୋଇଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି। ୟୁଟ୍ୟୁବ ଦେଖି ଅପରେସନ କଲେ ଚାଲିଗଲା ମହିଳାଙ୍କ ଜୀବନ। ଉତ୍ତରପ୍ରଦେଶ ବାରାବାଙ୍କୀରୁ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସେଠାରେ ଦୁଇ କକାପୁତୁରା ମିଶି ୟୁଟ୍ୟୁବରୁ ଦେଖି ଅପରେସନ କରିବା ପରେ ଜଣେ ମହିଳାଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ ଏକ ବେଆଇନ କ୍ଲିନିକ ଚଳାଉଥିବା କକା ଏବଂ ପୁତୁରା ଜଣେ ମହିଳାଙ୍କ ଅସ୍ତ୍ରୋପଚାର କରିଥିଲେ ଆଉ ଏହି ଅସ୍ତ୍ରୋପଚାର ସମୟରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ଛାନଭିନ କରିବା ପରେ ଜ୍ଞାନପ୍ରକାଶ ମିଶ୍ର ନାମକ ଏହି ବ୍ୟକ୍ତି ଜଣଙ୍କ ଡିଗ୍ରୀ ବିନା କ୍ଲିନିକ ଚଳାଉଥିଲେ ବୋଲି ଜଣାପଡ଼ିଛି। ତାଙ୍କ ପୁତୁରା ବିବେକ କୁମାର ମିଶ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଆଉ ଦୁହେଁ ୟୁଟ୍ୟୁବ ଦେଖି ଅପରେସନ କରିଥିବା ଜଣାପଡ଼ିଥିଲା। ଯୋଗୀ କରିବେ ସର୍ଜିକାଲ ଷ୍ଟ୍ରାଇକ୍, ଅନୁପ୍ରବେଶକାରୀଙ୍କୁ ରୋକିବାକୁ ବଡ଼ ପ୍ଲାନ। ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନୁପ୍ରବେଶକାରୀଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ମଙ୍ଗଳବାର ଜାରି ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ବିବୃତ୍ତିରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏହାର ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ କେବଳ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବ ନାହିଁ, ବରଂ ୟୁପିର ଲୋକମାନେ କିଭଳି ସ୍ୱଚ୍ଛ ଭାବରେ ସରକାରୀ ଯୋଜନାର ଲାଭ ପାଇବେ ତାହା ମଧ୍ୟ ସୁନିଶ୍ଚିତ କରିବେ। ଏହି ନିଷ୍ପତ୍ତି ନିଶ୍ଚିତ କରିବ ଯେ କେବଳ ଯୋଗ୍ୟ ବ୍ୟକ୍ତିମାନେ ହିଁ ସୁବିଧା ପାଇପାରିବେ। ଆହୁରି ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ସରକାର ଅନୁପ୍ରବେଶଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଟକ ରଖିଛନ୍ତି। ଭାରତରେ 1.5 ଲକ୍ଷ କୋଟି ଟଙ୍କା ନିବେଶ କରିବ ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ ଭାରତରେ ଆସନ୍ତା 4 ବର୍ଷ ଭିତରେ ଏଆଇ କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିଭୂମି ନିର୍ମାଣରେ $17.5 ବିଲିୟନ ନିବେଶ କରିବ। 4 ଦିନିଆ ଭାରତ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଉଠାଇଥିବା ଫଟୋ ଏକ୍ସରେ ସେୟାର କରି ସେ ଲେଖିଛନ୍ତି, ଭାରତରେ ଏଆଇ ଯୋଗାଣ ସମ୍ପର୍କରେ ଉତ୍ସାହପ୍ରଦ ଆଲୋଚନା ହେଲା। ଦେଶର ଅଭିଳାଷକୁ ସାକାର କରିବା ପାଇଁ କମ୍ପାନୀ ଏଆଇ କ୍ଷେତ୍ରରେ $17.5 ବିଲିୟନ ପ୍ରାୟ 1.5 ଲକ୍ଷ କୋଟି ଟଙ୍କା ନିବେଶ କରିବ। ଏସିଆରେ ଏହା ମାଇକ୍ରୋସଫ୍ଟର ସର୍ବାଧିକ ନିବେଶ ବୋଲି ସେ କହିଛନ୍ତି। ଟ୍ରମ୍ପଙ୍କୁ ଅଡୁଆ ପ୍ରବାସୀ H1 ଭିସା ପାଇଁ ନୂଆ କଟକଣା। H1 ଭିସାକୁ ନେଇ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଟ୍ରମ୍ପ ପ୍ରଶାସନ। ଏହି କ୍ରମରେ ଚଳିତ ବର୍ଷ 85,000 ଭିସା ରଦ୍ଦ କରିସାରିଥିବା ବେଳେ ଦେଶର ସୁରକ୍ଷାର ଦ୍ୱାହି ଦେଇ ବର୍ତ୍ତମାନ ନୂଆ ସୋସିଆଲ ମିଡିଆ କଟକଣା ଲାଗୁ କରିଛନ୍ତି। ଆମେରିକାରେ ପ୍ରବାସକାରୀ ରହଣି ଟ୍ରମ୍ପ ପ୍ରଶାସନକୁ ବୋଧହୁଏ ପସନ୍ଦ ନୁହେଁ, ତେଣୁ H1 ଭିସା ପାଇଁ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରିଛନ୍ତି। ଏହି କ୍ରମରେ ଭିସା ପାଇଁ ଏଣିକି ସୋସିଆଲ ମିଡିଆକୁ ସାର୍ବଜନିକ କରିଥିବା ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଇଣ୍ଡିଗୋ ସଂକଟ ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ, ଏତେ ବଡ଼ ବିଶୃଙ୍ଖଳା ପାଇଁ ଦାୟୀ କିଏ? ଇଣ୍ଡିଗୋ ସଂକଟ ସମ୍ବନ୍ଧିତ ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ଉପରେ ପ୍ରଶ୍ନବାଣ କରିଛନ୍ତି। ଦେଶରେ ଚାଲିଥିବା ଏତେ ବଡ଼ ସଂକଟ ପାଇଁ କିଏ ଦାୟୀ ବୋଲି କୋର୍ଟ ପ୍ରଶ୍ନ କରିଛି। ଇଣ୍ଡିଗୋ ଉଡ଼ାଣ ସଂକଟ ସମ୍ବନ୍ଧିତ ଜନସ୍ୱାର୍ଥ ମାମଲା ଉପରେ ଜାରି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ ତୁଷାର ରାଓଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ସରକାରଙ୍କୁ ଏକାଧିକ ପ୍ରଶ୍ନ ପଚାରିଛନ୍ତି। କେଉଁଠି ଟୋକନ ଟେନସନ ତ କେଉଁଠି ମିଲ୍ ଚିନ୍ତା। ବରଗଡ଼ ଜିଲ୍ଲାରେ ଧାନ କିଣାବିକା ଲାଗି ରହିଛି ଅଚଳ ଅବସ୍ଥା। ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳ ଅବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡ଼ି ରହିଥିବା ବେଳେ ଅତାବିର ମଣ୍ଡିରେ ଏବେ ମଧ୍ୟ 50,000ରୁ ଅଧିକ ଧାନ ବସ୍ତା ପଡ଼ି ରହିଛି। ଫଳରେ ଧାନ ବିକିବା ପାଇଁ ଦିନ ଦିନ ଧରି ଚାଷ ମଣ୍ଡିରେ ଜଗି ବସିଛନ୍ତି। ତେବେ ଚଳିତ ବର୍ଷ ଖରିଫ ଋତୁ ପାଇଁ 230 ଗୋଟି ପେଡି ପ୍ରୋକ୍ୟୁରମେଣ୍ଟ ରହିଥିବା ବେଳେ 1,63,737 ଜଣ ଚାଷୀ ପଞ୍ଜୀକରଣ ହୋଇଛନ୍ତି। ଜିଲ୍ଲାର 119 ଜଣ ମିଲ୍ ଚଳିତ ବର୍ଷ ଧାନ କିଣାବିକା ସାମିଲ ଅଛନ୍ତି, କିନ୍ତୁ ଠିକ୍ ଭାବରେ ମଣ୍ଡିକୁ ଗ୍ୟାଙ୍ଗ ନ ମିଳିବାରୁ ବାଧ୍ୟ ହୋଇ କିଣାବିକାରେ ଅଚଳ ଅବସ୍ଥା ଲାଗି ରହିଛି।